ଆମର ନୋଟିସଟା ପବ୍ଲିଶ ହେଇଛି CUET ବିଏଡ୍ କୋର୍ସ ପାଇଁ। ତ ଅଫିସିଆଲ ନୋଟିଫିକେସନଟି ଆମର ଆସି 14 ଡିସେମ୍ବର 2025ରେ। ତ ଏଇଠି ଆମର ଆପ୍ଲିକେସନ ଡେଟ୍ ବା ଅନଲାଇନ୍ ଆପ୍ଲିକେସନ ଷ୍ଟାର୍ଟ ହେଉଛି 14 ଡିସେମ୍ବରରୁ ଜାନୁଆରୀ 14 ପର୍ଯ୍ୟନ୍ତ। ଆଉ କରେକ୍ସନ ଆମର ହେଉଛି 18 ଜାନୁଆରୀ 2026ରୁ 20 ଜାନୁଆରୀ 2026। ତ ଏଇ କୋର୍ସରେ ଆମର ଏକ୍ଜାମ ହେଉଛି ମାର୍ଚ୍ଚ 26 ତାରିଖରେ ହେବ। ମାର୍ଚ୍ଚ ମନ୍ଥରେ ଏକ୍ଜାମ ହେବ। ତ ଏଇ ଏକ୍ଜାମଟି କେଉଁମାନେ ଏକ୍ଜାମ ଦେଇପାରିବେ? ତ ଏଇଟା ଯେଉଁମାନେ +3 ପାସ୍ ଆଉଟ୍, ଯେଉଁମାନେ +3 ପାସ୍ ଆଉଟ୍ ହେଇଥିବେ, କିମ୍ବା ଯେଉଁମାନେ ସେମିଷ୍ଟର ଦେବେ 5th ସେମିଷ୍ଟର ହଉ ବା 6th ସେମିଷ୍ଟର ହଉ, ସେମାନେ ଯଦି ଲାଷ୍ଟ ଇୟରରେ ଥିବେ +3ର, ତାହେଲେ ସେମାନେ ବି ଏଇ ଏକ୍ଜାମକୁ ଆପିୟର କରିପାରିବେ। ତ ଏଇ ଏକ୍ଜାମଟା ଯେଉଁମାନେ ଆମର ସିମ୍ପଲି ଯେଉଁଟା ବିଇଡ଼ି କୋର୍ସ ସେଇଟା, ତ ସେଇଟା ତୁମେ ଗୋଟେ ୟୁନିଭର୍ସିଟି ଯେଉଁଟା ଆମର ଅଲ୍ ଇଣ୍ଡିଆରେ ତୁମେ ଯେକୌଣସି ଜାଗାରେ ତୁମେ ବିଇଡ଼ି କୋର୍ସ କରିପାରିବ ଏଣ୍ଟ୍ରାନ୍ସ ଥ୍ରୋ ଦ୍ୱାରା। ସରି। ତ ଏଇଠି ଆମକୁ କ'ଣ କ'ଣ ଦେଇଛି ତାର ଦେଖିଦେବା ଡିଟେଲ୍ସଟା। ତ ଫାଷ୍ଟ ଆମକୁ ଦେଇଛି, ମୁଁ କହିଦେଲି ଅଲରେଡ଼ି 14 ଡିସେମ୍ବର ଷ୍ଟାର୍ଟ ହେଉଛି, ଜାନୁଆରୀ 14ରେ ଶେଷ ହେବ। ଯାହାର ଭୁଲ ଥିବ ତାର ସେ 18ରେ କରେକ୍ସନ୍ କରିପାରିବ 20 ଭିତରେ। ଦେନ୍ ମାର୍ଚ୍ଚ ମନ୍ଥରେ ତାର ଏକ୍ଜାମ ଅଛି। ଆଉ 90 ମିନିଟ୍ର ବା ଆମକୁ କହିପାରିବା 1.5 ଘଣ୍ଟାର ସମୟ ଆମକୁ ମିଳିବ। 1.5 ଘଣ୍ଟାର ସମୟ ମିନ୍ସ ମୁଁ ଏଠି କହିପାରିବି ଘଣ୍ଟେ 30 ମିନିଟ୍, 1 hour 30 ମିନିଟ୍। ତା ଭିତରେ ତୁମେ 75ଟା କୋଶ୍ଚିନ୍କୁ ଆଟେଣ୍ଡ କରିବାକୁ ପଡ଼ିବ। ଆମର 75ଟା କୋଶ୍ଚିନ୍ ପଡ଼ିବ, 75, ଆଉ ଗୋଟେ କୋଶ୍ଚିନ୍ର ମାର୍କିଂ ହେଉଛି 4 ମାର୍କ। ତ ଟୋଟାଲ୍ ଆସିବ ଆମର 300 ମାର୍କ। ଗୋଟେ ଭୁଲ କଲେ 4 ମାର୍କ ମିଳିବ, ଆଉ ଗୋଟେ ରଙ୍ଗ କଲେ 1 ମାର୍କ କଟିଯିବ। ତ ସେଇ ଅନୁଯାୟୀ ଆମକୁ ରଖିବାକୁ ପଡ଼ିବ। ପାଖାପାଖି ତୁମେ ଭଲ, ଆମର ଓଡ଼ିଶାରେ ୟୁନିଭର୍ସିଟି ଅଛି, କୋରାପୁଟରେ ଅଛି। ଯଦି ତୁମେ NTA ଭଲ ସ୍କୋର କଲ, ପାଖାପାଖି 200 ସ୍କୋର, 200+ କରିବା ପାଇଁ ଯଦି ରଖିଦେବ, ଦେନ୍ ତୁମେ ଯାଇକି ଓଡ଼ିଶାରେ କୋରାପୁଟରେ ତୁମେ ଆପ୍ଲାଇ ମାନେ ଆଡ଼ମିସନ୍ ନେଇପାରିବ। ତ ଏଇଟା ଆମର ହେଉଛି ଏତିକି ଜିନିଷ। ତ କେତେ ଆପ୍ଲିକେସନ୍ ଫିସ୍ ପଡ଼ୁଛି ନା, ଆମର ଜେନେରାଲ କାଟେଗୋରୀ ପାଇଁ 1400 ଟଙ୍କା ପଡ଼ୁଛି ଆପ୍ଲିକେସନ୍, ଦୁଇଟା ପେପର ପାଇଁ। ତ ଫିସ୍ ଫର ଆଡ଼ିସନାଲ୍ ଟେଷ୍ଟ ପେପର ତା ଅଧିକ ପାଇଁ 700 ଟଙ୍କା ଆଡ଼୍ ହେଉଛି। ଜେନେରାଲ ବା OBC ଯେଉଁଟା ଆମେ କହୁଥିଲେ ତାଙ୍କ ପାଇଁ 1200 ଟଙ୍କା, PWଙ୍କ ପାଇଁ 1000 ଟଙ୍କା, STSCଙ୍କ ପାଇଁ 1100 ଟଙ୍କା। ତ ଏଇସବୁ ଜିନିଷ ରହିଛି। ତ ଏବେ ଦେଖିବା ଯେଉଁ ବିଇଡ଼ି କୋର୍ସ ହେବ ତାର ଗୋଟେ କୋଡ଼୍ ଅଛି। ସେ କୋଡ଼୍ଟା ହେଉଛି COQPU3। ଏଇ କୋଡ଼୍ ମାଧ୍ୟମରେ ତୁମେ ସମସ୍ତେ ଆପ୍ଲାଏ କରିପାରିବ ଏଇ କୋଡ଼୍ରେ, କାରଣ ବିଇଡ଼ି କୋର୍ସ ରହୁଛି COQPU3ରେ। ବିଇଡ଼ି ରହୁଛି, MAD ରହୁଛି, ଇଣ୍ଟିଗ୍ରେଟେଡ୍ ବିଇଡ଼ି ରହୁଛି, ସବୁ କିଛି ରହୁଛି ଏଥିରେ। ଜଣେ ଯଦି ସ୍ପେଶାଲ ସାଇନ୍ସ କରିବ ତା ପାଇଁ ସିଲାବସ୍ ଅଲଗା, ଆଉ ଏଇ COQP3 ପାଇଁ ତା ପାଇଁ ସିଲାବସ୍ ଅଲଗା। ଆଉ ଏମାନଙ୍କର କୋଡ଼୍ ରହୁଛି COQPU6, ଆଉ ମ୍ୟାଥମେଟିକ୍ସ ସ୍ପେଶାଲ ମ୍ୟାଥମେଟିକ୍ସ ପାଇଁ ହେବ ତାର COQPU7। ତ ବେସିକଲି ସମସ୍ତେ ଏଇଟା ହିଁ ପକାନ୍ତି। ତ ଏଇଟା ହିଁ ପକାଇବ ସମସ୍ତେ, COQPU3 ଏଇ କୋଡ଼୍ରେ ନେଇକି ସମସ୍ତେ ପକାଇବାର ଅଛି। ତ ୟାର ସିଲାବସ୍ ଆକ୍ଚୁଆଲି କ'ଣ ନା, ସିଲାବସ୍ ହେଉଛି COQPU3ର ଯେଉଁମାନଙ୍କର ମ୍ୟାଥ୍ ଅଛି ସେମାନଙ୍କ ମ୍ୟାଥ୍ ହିଁ ପକାଇ ପାରିବେ, ତାଙ୍କର ସିଲାବସ୍ ଅଲଗା। COQPU3ର ବିଇଡ଼ି ଏଣ୍ଟ୍ରାନ୍ସର ସିଲାବସ୍ ହେଉଛି ଆମର ଦ କୋଶ୍ଚିନ୍ ପେପର ହ୍ୱିଚ୍ ୱିଲ୍ ହ୍ୟାଭ୍ 75 କୋଶ୍ଚିନ୍, 75ଟା କୋଶ୍ଚିନ୍ ରହିବ। ସବୁ କୋଶ୍ଚିନ୍ ଆର୍ କମ୍ପଲସରି। ତ ଏଇଟା ଆମର ରହୁଛି, କୋଶ୍ଚିନ୍ଟା ଆମର ଆସିପାରିବ ବାଇ ଲାଙ୍ଗୁଏଜରେ ଆସିବ, ଇଂଲିଶ ଆଉ ହିନ୍ଦୀରେ ଆସିବ। ତ COQP3ରେ ପ୍ରଥମେ ଆସିବ ଆମର ଟିଚିଂ ଆପ୍ଟିଚ୍ୟୁଡ଼୍ ଆସିବ, ଜିକେ ରିଲେଟେଡ୍ କୋଶ୍ଚିନ୍ ଆସିବ ଆମ ପାଖରେ। ତାପରେ ଆମର ଆସିବ ଏଜୁକେସନାଲ, ବୁକ୍, ଫିଲ୍ମସ୍, ଇନଷ୍ଟିଟ୍ୟୁସନ୍, ଆୱାର୍ଡ଼, ଏକ୍ସେଟ୍ରା। ଦେନ୍ ଆସିଲା ଆମର ମ୍ୟାଥମେଟିକ୍ସ, ସାଇନ୍ସ ଆଣ୍ଡ ଏନଭାରମେଣ୍ଟ, सोशल साइंस ଆମର ଯେଉଁଟା କହିବା ଜିଓଗ୍ରାଫି, ହିଷ୍ଟ୍ରି, ପଲିଟି। ତାହେଲେ ଆର୍ଟ୍ସ, ମ୍ୟୁଜିକ୍, ଯୋଗ,
स्पोर्ट्स एक्सेट्रा। टीचिंग एप्टीट्यूड, जीके रिलेटेड क्वेश्चन, मैथमेटिक्स टीचिंग एप्टीट्यूड रो माने रोल अधिक अच्छी पाखापाखि 25 टा 30 टा क्वेश्चन 20 टा 25 टा पाखापाखि क्वेश्चन पड़ो 75 टा क्वेश्चन रु। मैथमेटिक्स बेसिक क्वेश्चन आसो जोटा कि से 10 ରୁ 12ଟା क्वेश्चन पड़ो तो सेमती डिस्ट्रीब्यूट होती मार्क गुड़ा। तो तुमको एडमिशन नापाई हेले ओडिशा रे 200 स्कोर क्रॉस करिया को पड़ो। तो तापाई भल से प्रिपरेशन कर। आउ यहाँ हूँ इनफॉरमेशन जोटा कि अप्लाई चली तुम अप्लाई भी कर दे पारिबो। ओके, थैंक यू।